ମୁଁ ହେଉଛି ପଦ୍ମଲା ବରାଳ ଏ ଅଞ୍ଚଳର ସାମ୍ବାଦିକ। କଣ କହିବେ ଆଜି ସାମ୍ବାଦିକ ଭାଇମାନେ ଟାଙ୍ଗି ତାଲା ଦ୍ୱାରସ୍ଥ ହୋଇଛନ୍ତି ଆଜି? ଆପଣମାନେ ତ ସମସ୍ତେ ସାମ୍ବାଦିକ, ଆପଣଙ୍କୁ ବା ମୋତେ ଯେଉଁଭଳି ଭାବରେ ଉପେକ୍ଷା କରାଗଲା, ଆଠେଣୀ ଚାରେଣୀ ଚାଉଳ କିଣିବା ସୋସିଆଲ ମିଡ଼ିଆରେ ଭାଇରାଲ ହେଲା। ଜଣେ ହାରୁ ନେତା, ବିଜେପିର ହାରୁ ନେତା ଅରିନ୍ଦମ, ସେ ଯେଉଁ ଭଳିଆ ଜିନିଷ ଇଏ କଲେ, ବ୍ଲକରେ ପଶିବେ, ବିଡିଓଙ୍କୁ ମାରିବେ, ଗାଳିଗୁଲଜ କରିବେ, ମହିଳା କର୍ମୀମାନଙ୍କୁ ଆଟାକ୍ କରିବେ। ଆମେ ଚତୁର୍ଥ ସ୍ତମ୍ଭ ଯାହା ଦେଖିଲୁ ସତ୍ୟ ଏବଂ ତାଙ୍କର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଆମେ କିଛି ମିଛ ଲେଖିନୁ। ତାର ଅର୍ଥ କ'ଣ? ଆମେ ହେଉଛୁ ଚାରିଣୀ ଆଠେଣୀ। ଚାଲୁଣି କହୁଛି ଶୁଣିଥିଲୁ ତୋ ପଛରେ ଗୋଟେ କଣା, ସେ ନିଜେ ଗୋଟେ ଚାଲୁଣି। ସେ ଆମକୁ କହିବ ଟଙ୍କାଏ ଆଠଣା ପାଇଁ ଆମେ 4 ଦିନ 5 ଦିନ ଆଜି ଚଳିଗଲୁ? ନୁହେଁ। ଅରିନ୍ଦମ ରାୟ, ତମେ ଜଣେ ଦିନରେ ବସନ୍ତ ରାତିରେ ବାସନ୍ତି। ତମେ ବି ରୋଜଗାର କରୁଛ। ତମେ ଦିନରେ ବସନ୍ତ ହଉଛ, ରାତିରେ ବାସନ୍ତି ରୋଜଗାର କରୁଛ। ଆମେ ସେ କାମ କରୁନୁ। ଖବରଦାର, ଆଜି ତମ ନାଁରେ ଟାଙ୍ଗୀ ଥାନାରେ ଏଫଆଇଆର ଲଞ୍ଚ କରାଗଲା। 7 ଦିନ ଟାଇମ ଦିଆଗଲା। 7 ଦିନ ପରେ ଯଦି ପୋଲିସ ପ୍ରଶାସନ ଏ ଖବର ନ ବୁଝନ୍ତୁ, ତାହେଲେ ଆମେ ଡିଜି ଅଫିସ ଘେରାଉ କରିବୁ। ଟାଙ୍ଗୀ ଥାନା ସମ୍ମୁଖରେ ଅନଶନ କରିବୁ। ମନେ ରଖ, କଶ୍ମୀର କାଳେ ତମକୁ କ୍ଷମା ଦିଆଯିବ ନାହିଁ। ସାମ୍ବାଦିକ ନାଁରେ ଯୋଉଭଳି କାମ କରିଛ, ତମେ ହଉଛ ଦିନରେ ବସନ୍ତ ରାତିରେ ବାସନ୍ତି। ଆମକୁ ତାହା ଭାବନି। ଏଠି ଆପଣମାନେ ମନେ ରଖନ୍ତୁ, ଯଦି ଏ ଖବର ବୁଝା ନଗଲା, ସାରା ଓଡ଼ିଶାର ସାମ୍ବାଦିକ ଆଜି ଆନ୍ଦୋଳନ ଉପରକୁ ଆସିବେ।